ଜୟ ଜଗନ୍ନାଥ। ପଞ୍ଚସଖା ସାହିତ୍ୟର ଆମେ ଯେଉଁ ବଳରାମ ଦାସଙ୍କ ବିଷୟରେ ଆଲୋଚନା କରୁଛନ୍ତି ଏବଂ ତାଙ୍କ ଗ୍ରନ୍ଥ ବିଷୟରେ ଆଲୋଚନା କରୁଛନ୍ତି। ତ ଆଜି ଆମେ ମୃଗୁଣୀ ସ୍ତୁତି ବଳରାମ ଦାସଙ୍କର ଗୋଟେ ଅନ୍ୟତମ ଲୋକପ୍ରିୟ ଯେଉଁ ବହି ରହୁଛି କ'ଣ ଆମର ମୃଗୁଣୀ ସ୍ତୁତି। ଅବଶ୍ୟ କ୍ଷୁଦ୍ର ବହିଟି କିନ୍ତୁ ବହୁତ ଜନପ୍ରିୟ ଓଡ଼ିଶାରେ ଏଇଟା ମୃଗୁଣୀ ସ୍ତୁତି। କିଭଳି ମୃଗୁଣୀ ନିଜ ଭକ୍ତି ବଳରେ ସେ ଉଦ୍ଧାର ପାଇଛି। ଠିକ୍ ଅଛି, ତ ଆସନ୍ତୁ ଦେଖିବା ସଂକ୍ଷିପ୍ତରେ କେବଳ। ଶୁକ ଆଉ ପରୀକ୍ଷିତଙ୍କ କଥୋପକଥନ ଛଳରେ ଏହି ବହିଟି ରଚିତ ହୋଇଛି। ମାନେ ସମ୍ବାଦରୁ ଆରମ୍ଭ ହୋଇଛି। ଏକ ଗର୍ଭବତୀ ମୃଗୁଣୀ ମାନେ ହରିଣ ବିପଦରେ ପଡ଼ି ଭଗବାନଙ୍କୁ ପ୍ରାର୍ଥନା କରିବା ଦ୍ୱାରା କିପରି ରକ୍ଷା ପାଇଛି ତା ଆଲୋଚନା ଏହି ଗ୍ରନ୍ଥରେ ଉପଯୋଗ୍ୟ ବିଷୟବସ୍ତୁ। ତାରାବତୀ ନାମରେ ଏକ ଗର୍ଭିଣୀ ମୃଗୁଣୀ ଥିଲା। ତାରାବତୀ ନାମରେ ଗୋଟେ ଗର୍ଭିଣୀ ମୃଗୁଣୀ ଥିଲା। ତାର ଦୁଇଟି ଶାବକ ସହ ବଣରେ ସେ ଚରୁଥିବା ସମୟରେ ବିରୁପାକ୍ଷ ନାମକ ଶବର ତାକୁ ଧରିବାକୁ ଜାଲ ବିଛାଇଲା। ଦେଖ ମୃଗୁଣୀ ନାଁ ଥିଲା କ'ଣ ନା ତାରାବତୀ। ସେ ଯାଇକି ତା ଦୁଇଟା ଛୁଆ ବାଳୁତଙ୍କ ସହିତ ବଣରେ ଚରୁଥିଲା, ନିଜର ଏଣେ ଗର୍ଭବାସ। ଏବଂ ସେ ବିରୁପାକ୍ଷା ନାମକ ଶବର ତାକୁ ଧରିବା ପାଇଁ ଜାଲଟେ ବିଛାଇଲା। ଚାରିପାଖରେ ଜାଲ ଦେଇଦେଲା। ଗୋଟେ ସାଇଡ଼୍ରେ ଅଗ୍ନି ଆଉ ଗୋଟେ ସାଇଡ଼୍ର ଧନୁତୀର ସହ ଶବର ଓ ଶବରର ଶ୍ୱାନ ଗୋଷ୍ଠୀ ମାନେ ତା କୁକୁର ତା ପଥରୋଧ କରିବାକୁ ଦେଖି ମୃଗୁଣୀ ପୁରା ଏକଦମ ଭୟଭୀତ ହେଲା ଏବଂ ରକ୍ଷା ପାଇବା ପାଇଁ କିଛି ଉପାୟ ନ ଦେଖି ସେ ଭଗବାନଙ୍କୁ ଭକ୍ତିର ସହ ପ୍ରାର୍ଥନା କଲା। ଭଗବାନ ଭକ୍ତର ପ୍ରାର୍ଥନା ଶୁଣି ନୀରବ ରହିପାରି ନାହାନ୍ତି। ତାଙ୍କ ଆଦେଶରେ ପବନ 49 ମୂର୍ତ୍ତିରେ ବୋହିଛି। ଘୋର ବର୍ଷା ହୋଇଛି। ପ୍ରବଳ ବର୍ଷାରେ ଅଗ୍ନି କ'ଣ ହୋଇଛି, ଲିଭିଯାଇଛି। ବାୟୁଗତିରେ ବ୍ୟାଧର ଶ୍ୱାନଗଣ ଏଣେତେଣେ ପଳାଇ ଯାଇଛନ୍ତି। ଏହା ସହିତ ଏହି ସୁଯୋଗର ମୃଗୁଣୀ ତାର ଶାବକ ଦୁହିଁଙ୍କ ସହିତ ସେ ସ୍ଥାନ ପରିତ୍ୟାଗ କରିଛି। ଗ୍ରନ୍ଥଟି ଆକାରରେ କ୍ଷୁଦ୍ର ଏବଂ ଏହାର ଭାଷା ବହୁତ ସରଳ ସାବଲୀଳ। ଏହା ବିଷୟବସ୍ତୁ ଭାଗବତର ମୃଗୁଣୀ ସ୍ତୁତି ଉପାଖ୍ୟାନକୁ ଅନୁସରଣ କରିଛି। ତେଣୁ ଓଡ଼ିଶାର ପୁରପଲ୍ଲୀରେ ଏହାର ଆଦର ଖୁବ୍ ବେଶୀ। ଅତିବଡ଼ି ଜଗନ୍ନାଥ ଦାସଙ୍କର ମଧ୍ୟ ଏହିପରି ଏକ ରଚନା ଥିବାର ଜଣାପଡ଼େ। ମୃଗୁଣୀ ସ୍ତୁତି ମଧ୍ୟ ଜଗନ୍ନାଥ ଦାସଙ୍କର ଗୋଟେ ଅଛି। ବଳରାମ ଦାସଙ୍କର ବି ମୃଗୁଣୀ ସ୍ତୁତି ରହିଛି। ଠିକ୍ ଅଛି, ବହୁତ ବଢ଼ିଆ ବିଷୟଟେ। କିଭଳି ଭାବରେ ହରିଣ ନିଜ ଭକ୍ତି ବଳରେ କ'ଣ କରୁଛି ନା ବିପଦରୁ ରକ୍ଷା ପାଇଛି, ଏଥିରେ ବର୍ଣ୍ଣନା କରାଯାଇଛି। ଆଉ କିଛି ନାହିଁ, କେବଳ ଦୁଇଟା ଜିନିଷ ମନେ ରଖିବ। ହରିଣୀର ନାଁ ହେଲା କ'ଣ ତାରାବତୀ, ଆଉ ସେ ଯେଉଁ ଆମର ବ୍ୟାଧ ବା ସେ ଯେଉଁ ଶବର ନାଁ ହେଲା ବିରୁପାକ୍ଷ। ଠିକ୍ ଅଛି, ଧନ୍ୟବାଦ। ପୁଣି ନେକ୍ସଟ କ୍ଲାସ୍ରେ ଆଉ ଯେଉଁ ରହିଲା ଆମର ଅମରକୋଷ ଗୀତାକୁ ସାରିଦେଲେ ସରିଯିବ। ଠିକ୍ ଅଛି, ଛୋଟିଆ ବହିଟେ ସଙ୍ଗେ ଆଲୋଚନା କରିଦେବା। ଠିକ୍ ଅଛି, ବହୁତ ବହୁତ ଧନ୍ୟବାଦ।